ଆମ୍ବୁଲ ଚାଟିବୁ ଏମିତି କରିବାର ଅଛି ଓକେ ସେଟା ତାର ନମସ୍କାର ଆପଣ ସମସ୍ତଙ୍କୁ ଆମ ଚ୍ୟାନେଲରେ ପୁଣି ଥରେ ସ୍ୱାଗତ ମୁଁ ରାନୁ ମୁଁ ପିଙ୍କୁ ତ ଆଜି ଆମେ ପୁଣି ଗୋଟେ ନୂଆ ଭିଡ଼ିଓ ନେଇ ପଳେଇ ଆସିଛୁ ଆଜି ଆମର ଅଛି ପଖାଳ ଭାତ ତା ସହିତ ଅଛି ପୁରା ପାଗ ଆଜି ପୁରା ରେଡି ହେଇକି ଅଛି ଓକେ ପାଗ ଆଜି ଆମେ ବନେଇବାନି ମୁଁ ପାଗ ଅଲରେଡି ବନେଇ ସାରିଛି ତ କ'ଣ କ'ଣ ଅଛି ପିଙ୍କୁ କହିବ ପାଗରେ କୁହ ଭେଣ୍ଡି ଆଳୁ ଆମ୍ବୁଲ ବାସ୍ ଆଉ ରସୁଣ ଆଉ ଲଙ୍କା ଧନିଆ ପତ୍ର ଆଉ ଏଠି ବରକୋଳି ସେ ବାଛି କହୁଛି ବଟ୍ ମୁଁ ପୁରା ଫ୍ରିଲି କହିଦେଉଛି ଫାର୍ଷ୍ଟ ଆମର ଆଳୁ ପୋଡ଼ା ଅଣା ହେଇଥିଲା ତାପରେ ଆଳୁ ପୋଡ଼ା ଭେଣ୍ଡି ପୋଡ଼ା ଓକେ ତାପରେ ସେଟାକୁ ପୁରା ଚକଟି ଦିଆହେଲା ସେଥିରେ ବରକୋଳି ଆଚାର ଯେଉଁଟା ଆଉ ତା ସହିତ ଆମର ଆମ୍ବୁଲ ଆଚାର ନାହିଁ ମାନେ ଆମ୍ବୁଲ ଖଟା ଏ କ'ଣ ସେଇଟା ତା ସହିତ ଲଙ୍କା ରସୁଣ ଏମିତି ପୁଣି କରିବୁ ନା ଆଉ ତ ଠିକ୍ ଅଛି ଏଇଟା ଆମର ରସୁଣ ଦେଇକି ପୁରା ଗୋଟେ ଚକଟାଚକଟି ହେଇଛି ଦେଖିପାରୁଥିବେ ବାସ୍ନା ପୁରା ମୋ ଆଡ଼େ ପଳେଇ ଆସୁଛି ବାସ୍ନାରେ ପିଙ୍କୁ ବୋଧେ ଅଧା ଭାତ ସେ ଖାଇସାରିଲାଣି ମୋତେ ଯାହା ଲାଗୁଛି ସେ ବାକି କହିବ ଖାଇସାରିଲୁନି କି ନାହିଁ ସେ ଖାଇସାରିଲା ସେ କଥାଟା ରେଡ଼ି ତ ଠିକ୍ ଅଛି ଏବେ ଚାଲନ୍ତୁ ଆମେ ଖାଇବା ଷ୍ଟାର୍ଟ କରିଦେବା ପାଗ ରେଡ଼ି ମାନେ ଆଉ ଅନେଇବା କାହାକୁ ଚାଲ ରେଡ଼ି କାହାକୁ ଅନାଉନି ପିଆଜଟା ଭୁଲିଗଲି ଚଳିବ ପାଗ ତ ମସ୍ତ ହେଇଯାଉ ପାଗ ମସ୍ତ ମାନେ ପିଙ୍କୁ ରେଡ଼ି ଚାଲ ଆଉ କିଛି ହଉ କି ନ ହଉ ନା ରେ ଆମ୍ବୁଲ ଚାଟିରେ ଦେଖେଇକି ଦେଖେଇଲାନି ବାସ୍ ଶୁଣୁ ତତେ ଗୋଟେ କଥା କହୁଛି ଯେତେବେଳେ ଆମ୍ବୁଲ ଚାଟିବୁ ଆଜି ତୁ ଗୋଟେ ଓଡ଼ିଆ ନା ଓଡ଼ିଆ ମାନେ ଯେତେବେଳେ ବି ଆମ୍ବୁଲ ଚାଟିବୁ ଏମିତି କରିବାର ଅଛି ଓକେ ସେଟା ତାର ସାଇନ୍ ମାନେ ତୁ ଆମ୍ବୁଲ ଖାଉଛୁ ବୋଲି ତ ସରା ତୋରାଣି ବି ଦିଅ ତମେ ପିଇନ ପଖାଳ ଖାଇଲା ମାନେ ତୋରାଣିଟା କମ୍ପଲସରି ପିଇବା ଦରକାର ରେଡ଼ି ତୁ ପିଇବୁ ତ ଦେଖିପାରୁଥିବେ ଆମର ପୁରା ଶେଷ ପାଗ ପୁରା ମସ୍ତ ଥିଲା ପିଙ୍କୁ ପୁରା ହୁ ହେଲାଣି ଲଙ୍କା ଦୁଇଟା କାମୁଡ଼ିଦେଲେ ତ ଠିକ୍ ଅଛି ଆମେ ଭିଡ଼ିଓ ଶେଷ କରିବା ଭଲ ଲାଗିଲା ନିହାତି ଲାଇକ୍ କମେଣ୍ଟ ଆଉ ସେୟାର କରିବେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦେବେ ତ ରହିଲୁ ନମସ୍କାର।